आमे भारतीय आज आमे जो भारत भूइरे स्वाधीन भावरे जीवन जीउछे से स्वाधीनता को पाइबा पाई केते केते वीर योद्धा सबू शहीद होइचंती। आज आम भारत स्वाधीनता पाइछि सत, किंतु भारत आज विखंडित हो जाइछि। अखंड भारत को स्वाधीन करिबा पाई निज जीवन को उत्सर्ग कर देइथिबा वीर योद्धा मानक संघर्ष आज आमे भूली जाइछे सेमानंक बलिदान। भारतीय स्वाधीनता इतिहास रे किछि संग्रामी महानता को अग्राधिकार दिया जाइछि सत, हेले इतिहास आढ़ुआल रे लुचि जाइछन्ति केते स्वाधीनता संग्रामी आउ सेमानंकर देश प्रेमर कहानी। सेई मानंक भितर जणे महान वीर योद्धा, राष्ट्रपुत्र, जणे अखंड भारतर क्रांतिकारी। अखंड भारत को स्वाधीन करने पाई केते केते स्वाधीनता संग्रामी निज प्राण को बलि देइछन्ति। आमे आज जो स्वाधीन भारत रे मुक्त भाव में जीवन जीउछे से स्वाधीनता टिकक पाइबा पाई केते केते वीर पुरुष माने शहीद होइछन्ति, किंतु तथापि अभाव पड़िनी वीर योद्धा मानकर जन्म। आम वीर प्रसेवनी भारत मातार कोଳରେ जन्म नेइछन्ति केते वीर वीर बड़ बड़ योद्धा। ठीक सेमिति 1907 मसीहा सेप्टेम्बर मास 28 तारिख रे अखंड भारतर बंग पंजाब ठारे जन्म होइतिले जणे वीर योद्धा। सेही वीर बालक जनक होउछन्ति अखंड भारतर क्रांतिकारी योद्धा भगत सिंह। हाँ, मु भगत सिंह। पिलाटी दिनरू से देश प्रेम रे बढ़ी सांगसाथी मान सांगे खेली बुलिबा पाठ पढ़ी सरकारी चाकरी करिबा तांकर मुख्य उद्देश्य नथिला। तांकर मुख्य उद्देश्य थिला अखंड भारत रे स्वाधीन भाव में निश्वास नबा तांकर मुख्य उद्देश्य थिला। मोर मने अछि मु 10 वर्षर हेई थाए
ବାପାଙ୍କ ସାଙ୍ଗରେ ବିଲକୁ ଚାଷ କରିବାକୁ ଯାଇଥାଏ। ହଠାତ୍ ମୋ ବାପାଙ୍କୁ ପଚାରିଲି, ବାପା, ଗହମ ପରି ବନ୍ଧୁକ ସବୁ କ୍ଷେତରେ ଅମଳ କରି ହୁଅନ୍ତାନି? ବାପା ବଡ଼ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାହିଁକି? ମୁଁ କହିଥିଲି, ଯଦି ସେମିତି ହେଇପାରନ୍ତା ତାହେଲେ ସେଇ ବନ୍ଧୁକରେ ମୁଁ ସବୁ ଇଂରେଜମାନଙ୍କୁ ମାରି ଦେଇଥାନ୍ତି। ଇଂରେଜମାନଙ୍କୁ ସେ ନିଜ ହେତୁ ପାଇଲା ଦିନଠୁ ଘୃଣା କରି ଆସୁଥିଲେ, କିନ୍ତୁ ସେ ଘୃଣା ଦିନେ ପ୍ରତିଶୋଧରେ ପରିଣତ ହୋଇଥିଲା। ଆଉ ସେ ଦିନଟା ଥିଲା 1919 ମସିହା ଏପ୍ରିଲ ମାସ 13 ତାରିଖ। ପଞ୍ଜାବର ଜାଲିଆନାୱାଲାବାଗ ଠାରେ ଦେଶର ବହୁତ ଜନତା ଏକାଠି ହୋଇ ଇଂରେଜ ସରକାରଙ୍କ ରୋଲାଟ ଆକ୍ଟ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ଜନ ଆନ୍ଦୋଳନର ଖବର ପାଇ ସେହି ସ୍ଥାନକୁ ଶହ ଶହ ସୈନ୍ୟ ଧରି ଆସି ପହଞ୍ଚିଥିଲେ ଇଂରେଜ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେନେରାଲ ଡାୟାର। କେହି କିଛି ବୁଝିବା ଆଗରୁ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଭାରତୀୟ ଆନ୍ଦୋଳନକାରୀଙ୍କ ଉପରେ ଆଖି ପିଛୁଳା ଗୁଳି ବର୍ଷା କରିଥିଲେ। ଯାହାଫଳରେ ହଜାର ହଜାର ନିଶସ୍ତ୍ର ଭାରତୀୟ ସେହି ମାଟିରେ ପ୍ରାଣ ହରାଇଥିଲେ। ପରିସ୍ଥିତି ଏମିତି ହେଲା ଯେ ଛୋଟ ପିଲା, ସ୍ତ୍ରୀ ଲୋକ, ବୁଢ଼ାବୁଢ଼ୀ ମାନେ ଯିବା ପାଇଁ କିଛି ବାଟ ନ ପାଇ ପାଖରେ ଥିବା ଗୋଟେ କୂଅକୁ ଡେଇଁ ପଡ଼ି ପ୍ରାଣ ହରାଇଥିଲେ। କିଛି ଭାରତୀୟ ପାଚେରୀ ଚଢ଼ି ଆତ୍ମରକ୍ଷା କରିବାକୁ ଚେଷ୍ଟା କଲା ବେଳକୁ ପଛପଟୁ ତାଙ୍କ ଉପରେ ଗୁଳି ବର୍ଷଣ କରାଯାଇଥିଲା। ଏହି ଦୁଃଖଦ ଖବର ସମଗ୍ର ଅଖଣ୍ଡ ଭାରତବର୍ଷକୁ ସ୍ତବ୍ଧ କରିଦେଇଥିଲା। ଆଉ ଏଇ ଖବର ପାଇ ବୀର ଭଗତ ସିଂ ଦୀର୍ଘ 20 କିଲୋମିଟର ବାଟ ଖାଲି ପାଦରେ ଦୌଡ଼ି ଦୌଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ହଜାର ହଜାର ମୃତଦେହ, ରକ୍ତ ଭିଜା ମାଟି ଦେଖି ସେ ସ୍ଥାନ ପାଲଟି ଯାଇଥିଲେ। ଏ ନିରୀହ ଲୋକମାନଙ୍କୁ କିଏ ଏମିତି ଦଣ୍ଡ ଦେଲା? ଏ ରକ୍ତ ଭିଜା ଲାଲ ମାଟି ଛୁଇଁ ମୁଁ ଶପଥ କରି କହୁଛି, ମୋ ଦେଶବାସୀଙ୍କ ଉପରେ ହେଇଥିବା ଏ ନୃଶଂସ ଅତ୍ୟାଚାରର ପ୍ରତିଶୋଧ ଯେପର୍ଯ୍ୟନ୍ତ ମୁଁ ନ ନେଇଛି ସେ ପର୍ଯ୍ୟନ୍ତ ମୁଁ ଶାନ୍ତିରେ ନିଶ୍ୱାସ ନେବିନି। ଦେଶ ମାଟି ପାଇଁ ଜୀବନ ଦବାକୁ କରୁଛି ଶପଥ। କିଏ ବା ରୋକିବ ମତେ? କାର ଅଛି ଏମିତି ଯେ ହାତ? ଜାଲିଆନାୱାଲାବାଗର ସେହି ହତ୍ୟାକାଣ୍ଡ ପରଠୁ ଭଗତ ସିଂ ନିଜ ଜୀବନକୁ ଦେଶ ମାଟି ପାଇଁ ଉତ୍ସର୍ଗ କରିଦେଲେ। ଅଖଣ୍ଡ ଭାରତର ସ୍ୱାଧୀନତା ହିଁ ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା। ଖାଲି ସେତିକି ନୁହେଁ, ଭଗତ ସିଂ ନିଜ ବନ୍ଧୁ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତଙ୍କ ସହିତ ମିଶି କଲିକତାର ଇଂରେଜ ବିଧାନସଭା ଅଧିବେଶନରେ 1929 ମସିହା ଏପ୍ରିଲ ମାସ 8 ତାରିଖରେ ଗୋଟେ ବୋମା ମାଡ଼ କରିଥିଲେ। ଅବଶ୍ୟ ଏହି ବୋମା ମାଡ଼ରେ କେହି ବିଶେଷ ମୃତାହତ ହେଇନଥିଲେ, କିନ୍ତୁ ଭଗତ ସିଂ ଯେ ଇଂରେଜମାନଙ୍କ ପାଇଁ ପରମ ଶତ୍ରୁ ଏକଥା ଇଂରେଜମାନେ ଜାଣିସାରିଥିଲେ। ତେଣୁ ବମ୍ ପକାଇବା ଅପରାଧରେ ମୃତାହତ ହେଇଥିବାର ମିଛ ମକଦ୍ଦମା କରି ଇଂରେଜମାନେ ଭଗତ ସିଂଙ୍କୁ ଗିରଫ କରି ଲାହୋର ଜେଲରେ ବନ୍ଦୀ କରିଦେଇଥିଲେ। କିନ୍ତୁ ସେଠି ବି ବୀର ଭଗତ ସିଂ ଚୁପ୍ ହେଇ ବସି ରହିନଥିଲେ। ସେ ଜେଲରେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ। ବଳ ପ୍ରୟୋଗ କରି ତମେମାନେ ଜଣେ ଦେଶପ୍ରେମୀ ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀକୁ ଜେଲର ଚାରିକାନ୍ଥ ଭିତରେ ବନ୍ଦୀ କରିଦେଇ ପାରିବ? ହେଲେ ତାର ଚିନ୍ତାଧାରା, ତାର ଆହ୍ୱାନ, ତାର ଦେଶ ପ୍ରେମକୁ କେବେ ହେଲେ ବନ୍ଦୀ କରିପାରିବନି। ଆଜି ଗୋଟେ ଭଗତ ସିଂଙ୍କୁ ତମେମାନେ ମାରି ଦେଇପାର, ହେଲେ ଆସନ୍ତା କାଲି ଆହୁରି ହଜାର ହଜାର ଭଗତ ସିଂ ଜନ୍ମ ନେବେ। ଦେଖିବା କେତେ ଜଣକୁ ତମେମାନେ ବନ୍ଦୀ କରିପାରୁଛ, କେତେ ଜଣକୁ ତମେମାନେ ମାରି ଦେଇପାରୁଛ। ମୁଁ ଏମିତି ଜଣେ କ୍ରାନ୍ତିକାରୀ ଯିଏକି ଜେଲ ଭିତରେ ରହିକି ବି ସ୍ୱାଧୀନ। ଭାରତ ମାତା କି ଜୟ, ଇନକିଲାବ ଜିନ୍ଦାବାଦ। ମାତ୍ର 23 ବର୍ଷ ବୟସର ଜଣେ ଯୁବକ ଜୀବନ କ'ଣ ବୁଝିବା ଆଗରୁ ସେ ଦେଶ ପାଇଁ ହସି ହସି ନିଜ ଜୀବନ ଦେବାକୁ ବି ପ୍ରସ୍ତୁତ ଥିଲେ। ଜେଲ ଭିତରେ ରହିକି ବି ସେ ଭାରତୀୟ ବନ୍ଦୀମାନଙ୍କୁ ସ୍ୱାଧୀନତା ସଂଗ୍ରାମର ଶିକ୍ଷା ଦେଉଥିଲେ। ଲେନିନ୍ ଓ କାର୍ଲମାର୍କ୍ସଙ୍କର ବହି ସବୁ ସେ ପଢ଼ୁଥିଲେ। ଜେଲ ଭିତରେ ଭାରତୀୟ ବନ୍ଦୀମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ତଥା ଇଂରେଜମାନଙ୍କର ଦମନନୀତି ବିରୁଦ୍ଧରେ ସେ ଦୀର୍ଘ 60 ଦିନ କାଳ ଧରି ଅନ୍ୱେଷଣ କରିଥିଲେ। ଜେଲ ଭିତରେ ଭଗତ ସିଂଙ୍କର ଏଭଳି ପ୍ରଭାବ ଦେଖି ଇଂରେଜ ସରକାର ବାଧ୍ୟ ହୋଇ
क्षीर पियाई अन्नसन भांगा शत चेष्टा करते किंतु भगत सिंह निज जिद्रे तथापि अटल थे। शेष में अन्य किसी बाट न पाई इंग्रेज सरकार माने भगत सिंह को फांसी देदेबा स्थिर करथिले। जेल भितर भी जेमिति संग्राम चलथिला, जेल बाहर भी सेमिति हजार हजार स्वाधीनता संग्रामी माने आसी नाराबाजी करुथिले। शेष में इंग्रेज सरकार डरी जाए तरबरिया भाव अर्थात 1931 मसीहा मार्च मास 23 तारिख दिन संध्या 7टा बाजी 33 मिनिट रे भगत सिंह को फांसी दंडर आदेश देते। Oi, Mr. Bhagat Singh, your time has come. देखि पारुना जड़े क्रांतिकारी आउ जड़े क्रांतिकारी सह भेटुची बोली। Hey you, any last wish? अखंड भारतर स्वाधीनता। इनकलाब जिंदाबाद। भारत माता की जय।